नमस्कार। ओम नमः भगवते वासुदेवाय। ओम नमः भगवते वासुदेवाय। ଆଜି ଆମେ ଶ୍ରୀମଦ୍ ଭଗବତ ଗୀତାରୁ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଆଉ ପ୍ରେରଣା ଦେଲା ଭଳି ଶ୍ଲୋକ ବିଷୟରେ କଥା ହେବା। हाँ निश्चय। ଏଟା ହେଉଛି ତୃତୀୟ ଅଧ୍ୟାୟର, ଯୋଟାକୁ କର୍ମଯୋଗ କୁହାଯାଏ। हाँ कर्मयोग माने कर्म करी करी केमती योग अवस्था को जीवा सही विषय रे। ଏକଦମ। ଆଉ ଆମେ ଆଜି ସେଇ ଅଧ୍ୟାୟର 20 ନମ୍ବର ଶ୍ଲୋକକୁ ଟିକେ ଭଲ ଭାବରେ ବୁଝିବାକୁ ଚେଷ୍ଟା କରିବା। बहुत भला कथा कारण एई श्लोकरे भगवान बहुत बड़ गोटे उदाहरण देइछंती। ହଁ, ସେ ରାଜା ଜନକଙ୍କ କଥା। ତେବେ ଆମର ଏ ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ରହିବ କେମିତି ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ମନରୁ ସେ ଦ୍ୱନ୍ଦ୍ୱ ଦୂର କଲେ, କର୍ମର ମହତ୍ୱ କେମିତି ବୁଝାଇଲେ। आउ से जनकଙ୍କ भली बड़ बड़ ज्ञानी माने भी केमती कर्म करिए सिद्धि पाइछंती से कथा। ହଁ, ତେଣୁ ଏହି ଗଭୀର କଥାକୁ ପୁରା ବୁଝିବା ପାଇଁ ଆଲୋଚନାକୁ ଶେଷ ଯାଏଁ ଶୁଣିବାକୁ ଅନୁରୋଧ। ଆଉ ହଁ, ଏମିତି ଆଧ୍ୟାତ୍ମିକ ଜ୍ଞାନ ପାଇଁ ଆମ ଚ୍ୟାନେଲ ସହ ଯୋଡ଼ି ହେଇ ରହିଲେ ଭଲ। निश्चय तेबे आरंभ करिबा सही पवित्र श्लोकर पाठरू। ହଁ ହଁ, ନିଶ୍ଚୟ। हाँ ଶ୍ଲୋକ ପାଠ। कर्मणेव हि संसिद्धिम आस्थिता जनकादयः लोकसंग्रहमेवापि संपश्यन् कर्तुमर्हसि। 3.20 बा शुणिके ही मनकु शांति लागुची। एहार अर्थटा टिके सरल भावरे कहिबे कि? ହଁ, ଦେଖନ୍ତୁ, ଭଗବାନ ଏଠି ଅର୍ଜୁନଙ୍କୁ ସିଧା କହୁଛନ୍ତି, ହେ ଅର୍ଜୁନ, କର୍ମଣା ଏବ ହି ସଂସିଦ୍ଧିମ୍ ଆସ୍ଥିତା ଜନକ ଆଦୟଃ। ମାନେ କେବଳ କର୍ମ କରିବା ଦ୍ୱାରା ହିଁ ନିଶ୍ଚିତ ରୂପେ ଜନକ ଆଦି ମହାରାଜାମାନେ ବଡ଼ ବଡ଼ ଜ୍ଞାନୀମାନେ ସଂସିଦ୍ଧି ପାଇଛନ୍ତି, ମାନେ ପରମ ସିଦ୍ଧି ମୁକ୍ତି ओहो କର୍ମ କରିବା ଦ୍ୱାରା ହିଁ ସିଦ୍ଧି। ଏଟା ଟିକେ ଆଶ୍ଚର୍ଯ୍ୟ ଲାଗୁଛି, କାରଣ ଅର୍ଜୁନ ତ ଭାବୁଥିଲେ କର୍ମ ଛାଡ଼ିଦେଲେ ବୋଧେ ଭଲ ହବ। एकदम सेठी तो कथा आउ तापरे कहउचंती लोक संग्रहम एवापि संपश्यन् कर्तुमर्हसि। एहार माने हला तुमे केवल निज कथा भावनी, लोक संग्रह कथा भी देख। माने समाजर भल पाई, समाज को ठीक बाटरे रखिबा पाई ए कथा को भी विचार करी तुमे कर्म करिबा उचित, तुमे एथि पाई योग्य। ବାଃ, କେତେ ସ୍ପଷ୍ଟ କଥା। କିନ୍ତୁ ପରିସ୍ଥିତିଟା ତ ଅଲଗା ଥିଲା ନା। ଅର୍ଜୁନ ଯୁଦ୍ଧ କ୍ଷେତ୍ରରେ, ସାମ୍ନାରେ ସବୁ ନିଜ ଲୋକ। हाँ निज गुरु भाई बंधु। ସେ ଭାବୁଥିଲେ ଏ ଯୁଦ୍ଧଟା ଗୋଟେ ଭୟଙ୍କର କର୍ମ। ଏ ରକ୍ତପାତ କରିବା ଅପେକ୍ଷା ସବୁ ଛାଡ଼ି ଦେଇ ଚାଲିଯିବା କ'ଣ ଭଲ ନୁହେଁ? ଜଙ୍ଗଲକୁ ଯାଇ ତପସ୍ୟା କରିବା। हाँ तांको मनरे जुक्ति आसुथिला जे जदि ज्ञान ही श्रेष्ठ आउ आत्मा तो किछि करेनी तेबे ए कर्मर जंजाल रे पसिबा काहीकि। ହଁ ହଁ ए जो भ्रम ए द्वंद्व ताकू ही भगवान एठी काटुछंती। से कहउछंती ना अर्जुन, तुमे जहा भाबुछ सेमिति नुहे, देख इतिहास रे उदाहरण अछि। ଆଉ ସେ उदाहरण ହେଲେ ରାଜା ଜନକ। हाँ राजा जनक तांकु तो विदेह कहंती। ବିଦେହ, ଏହାର ମାନେ କ'ଣ? माने से देहरे थिले किंतु देहर भावना देहर आसक्तिरु पूरा मुक्त थिले, राजमहल रे रहुथिले। ରାଜ୍ୟ ଚଳଉଥିଲେ, ଏତେ ବଡ଼ ଦାୟିତ୍ୱ। हाँ राज्य चलौथिले, प्रजांक कथा बुझुथिले, न्याय करुथिले, एमिति कि ऋषिमानंक सह बसी ब्रह्मविद्या उपरे गभीर चर्चा करुथिले। ଆଶ୍ଚର୍ଯ୍ୟ କଥା। एमिति सुना जाए दरकार पड़िले युद्ध भी करुथिले। किंतु एसबु करिबी से पूरा ज्ञानी थिले, स्थितप्रज्ञ। तांक मन सबुबेले शांत निर्लिप्त आ परमात्मांक ठारे लागी रहिथिला। ସେ ତ ସିଂହାସନ ଛାଡ଼ି ଜଙ୍ଗଲକୁ ପଳେଇ ନଥିଲେ। ना बिल्कुल नुहे, तथापि से जीवन मुक्त थिले। कृष्ण एही उदाहरण देई कहउछंती जे सिद्धि पाइबा पाई कर्म छाड़िबा जरूरी नुहे, कर्म को ठीक भावरे निर्लिप्त होई करिबा ही प्रकृत कथा। କିନ୍ତୁ ଏଠି ଗୋଟେ ପ୍ରଶ୍ନ ଆସୁଛି, ଯିଏ ଜନକଙ୍କ ପରି ଜ୍ଞାନୀ ହେଇଗଲା, ମାନେ ଆତ୍ମଜ୍ଞାନ ପାଇଗଲା, ତାର ତ ଆଉ କିଛି ପାଇବାର ବା ହରାଇବାର ନଥାଏ। हाँ ठीक ତେବେ ସେ କାହିଁକି ଏତେ ସବୁ କାମ କରିବ? ରାଜ୍ୟ ଚଳେଇବା, ଯୁଦ୍ଧ କରିବା, ଏସବୁ ତ ବଡ଼ କଷ୍ଟ କାମ। ସେ ଚାହିଁଥିଲେ ଆରାମରେ କୋଉଠି ବସି ନିଜ ଆନନ୍ଦରେ ରହିପାରିଥାନ୍ତା ନା। एइटा बहुत भला प्रश्न आ भगवान एहार उत्तर भी सेई श्लोकरे देइछंती। मुख्यतः दुईटा कारण। କ'ଣ ସେଗୁଡ଼ିକ? प्रथम आउ सबुठु जरूरी कारणटा हेला लोक संग्रह। ଲୋକ ସଂଗ୍ରହ ମାନେ ଲୋକଙ୍କର ଭଲ କରିବା। हाँ किंतु केवल सेतिकी नुहे, एहार आहुरी गभीर अर्थ अछि। माने समाजर जो व्यवस्था अछि ताकू ठीक रखिबा, लोकमानंकु भूल बाटकु जिबार बंचेइबा,
ଆଉ ସବୁଠୁ ବଡ଼ କଥା, ସେମାନଙ୍କ ସାମ୍ନାରେ ଗୋଟେ ଠିକ୍ ଆଦର୍ଶ ରଖିବା। ଓହୋ, ବୁଝିଲି। କାରଣ ସାଧାରଣ ଲୋକ ତ ବଡ଼ ଲୋକଙ୍କୁ ଦେଖି ହିଁ ଶିଖନ୍ତି ନା? ଏକ୍ଜାକ୍ଟଲି। ସମାଜର ଯିଏ ଶ୍ରେଷ୍ଠ ଲୋକ, ଜ୍ଞାନୀ ଲୋକ, ନେତା, ତାଙ୍କୁ ହିଁ ସମସ୍ତେ ଦେଖନ୍ତି, ସେମାନଙ୍କୁ ହିଁ ଅନୁକରଣ କରନ୍ତି। ତେଣୁ ଯଦି ଜଣେ ଜ୍ଞାନୀ ଲୋକ ନିଜେ କର୍ତ୍ତବ୍ୟ ଛାଡ଼ି ବସିଯିବ, ତାହେଲେ ସାଧାରଣ ଲୋକ ବି ଭାବିବେ କାମ ନ କରିବାଟା ହିଁ ଠିକ୍। ହଁ, ଆଉ ତାପରେ କ'ଣ ହବ? ସମାଜରେ ଆଳସ୍ୟ ଆସିବ, କର୍ମ ପ୍ରତି ଅନାସ୍ଥା ଆସିବ, ବିଶୃଙ୍ଖଳା ହେବ, ଧୀରେ ଧୀରେ ସମାଜର ପତନ ହେବ। ସେଥିପାଇଁ ତ ଠିକ୍ ପର ଶ୍ଲୋକରେ କୁହାଯାଇଛି, ଯଦ୍ୟଦାଚରତି ଶ୍ରେଷ୍ଠ ତତ୍ତଦେବେତରୋ ଜନଃ। ମାନେ ଶ୍ରେଷ୍ଠ ଲୋକ ଯାହା କରେ ଅନ୍ୟମାନେ ତାକୁ ଅନୁସରଣ କରନ୍ତି। ହଁ, ସେ ଯାହାକୁ ଠିକ୍ ବୋଲି କହିବ, ପୁରା ସମାଜ ସେଇ ବାଟରେ ଚାଲିବ। ତେଣୁ ଜଣେ ଜ୍ଞାନୀର ବି ଗୋଟେ ସାମାଜିକ ଦାୟିତ୍ୱ ଅଛି। ସେ ନିଜ କାମ ଦ୍ୱାରା ସମାଜକୁ ଠିକ୍ ବାଟ ଦେଖାଇବା ଦରକାର। ବାଃ, ଏ ତ ବହୁତ ବଡ଼ ଦାୟିତ୍ୱବୋଧର କଥା। ଆଉ ଦ୍ୱିତୀୟ କାରଣଟା କ'ଣ ଥିଲା? ଦ୍ୱିତୀୟ କାରଣଟା ଟିକେ ସହଜ କିନ୍ତୁ ମୌଳିକ। କଥାଟା ହେଲା, ଯେ ପର୍ଯ୍ୟନ୍ତ ଏ ଶରୀର ଅଛି, ସେ ପର୍ଯ୍ୟନ୍ତ କର୍ମରୁ ପୂରାପୂରି ମୁକ୍ତି ନାହିଁ। ହଁ, ଠିକ୍ କଥା। ନିଶ୍ୱାସ ନେବା, ଖାଇବା, ଶୋଇବା, ଏସବୁ ତ କର୍ମ। ହଁ, ଶରୀରଟା ନିଜେ ପ୍ରକୃତିର ଗୋଟେ ଅଂଶ। ଆଉ ପ୍ରକୃତି ସବୁବେଳେ କାମ କରୁଛି। ଗୀତା କେବେ ବି କହେନି ଯେ ଜୀବନ ଛାଡ଼ି ପଳାଅ, ବରଂ କହେ ସଂସାରରେ ରୁହ, କାମ କର, କିନ୍ତୁ ସେଥିରେ ଲାଖିଯାଅନି, ଆସକ୍ତ ହୁଅନି, ଈଶ୍ୱରଙ୍କ ପାଇଁ କାମ କର। ତେଣୁ ଜଣେ ଜ୍ଞାନୀ ଲୋକ ବି ନିଜ ଶରୀର ଚଳାଇବା ପାଇଁ ଆଉ ଲୋକ ସଂଗ୍ରହ ପାଇଁ ଯାହା ଦରକାର ସେ କାମ କରେ, କିନ୍ତୁ ପୁରା ଅନାସକ୍ତ ଭାବରେ। ଏବେ ଆସିବା ସେ ମୂଳ କଥାକୁ। କର୍ମଣେବ ସଂସିଦ୍ଧିମ୍, କର୍ମ ଦ୍ୱାରା ହିଁ ସିଦ୍ଧି। ଏଟା କେମିତି ସମ୍ଭବ? ଆମେ ତ ସାଧାରଣତଃ ଶୁଣୁ ଯେ କର୍ମ ହିଁ ବାନ୍ଧେ। ଭଲ କାମ କଲେ ସ୍ୱର୍ଗ, ଖରାପ କାମ କଲେ ନର୍କ। ଦିଟା ଯାକ ତ ବନ୍ଧନ। ହଁ, ଏଇଟା ହିଁ କର୍ମଯୋଗର ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ଦେଖନ୍ତୁ, କର୍ମ ନିଜେ ବାନ୍ଧେନି। ତାହେଲେ କିଏ ବାନ୍ଧେ? ବାନ୍ଧେ ଆମର ମନୋଭାବ। ଯୋଉ ଭାବନା ନେଇ ଆମେ କାମ କରୁଛୁ, ସେଥିରେ ମୁଖ୍ୟତଃ ତିନିଟା ଜିନିଷ ଥାଏ ଯାହା ବାନ୍ଧେ। କ'ଣ ସେଗୁଡ଼ିକ? ତତ୍ତ୍ୱ ଅଭିମାନ, ମାନେ ମୁଁ କରୁଛି ବୋଲି ଭାବିବା। ଏ ଯୋଉ ଅହଙ୍କାର। ହଁ, ଏଇଟା ତ ଅଛି। ଦ୍ୱିତୀୟ ହେଲା ଫଳାସକ୍ତି, ମାନେ ମୋତେ ଏ କାମରୁ ଏଇ ଫଳ ମିଳୁ, ଏ ଯୋଉ ଇଚ୍ଛା ବା ଆସକ୍ତି। ଏଟା ବି ଅଛି। ଆଉ ତୃତୀୟ ହେଲା ରାଗଦ୍ୱେଷ, ମାନେ କିଛି କାମ ଭଲ ଲାଗେ, କିଛି ଖରାପ ଲାଗେ, ଏଇ ପସନ୍ଦ ନାପସନ୍ଦ। ହଁ, ସବୁ ଅଛି ଆମ ଭିତରେ। ଯେତେବେଳେ ଜଣେ ଲୋକ ଏଇ ତିନିଟାକୁ ଛାଡ଼ି କାମ କରେ, ମାନେ ନିଜକୁ କର୍ତ୍ତା ନ ଭାବିବି, ଭାବେ ଯେ ମୁଁ ଈଶ୍ୱରଙ୍କ ହାତର ଗୋଟେ ଯନ୍ତ୍ର ମାତ୍ର, ଫଳ କ'ଣ ହେବ ସେ କଥା ଈଶ୍ୱରଙ୍କ ଉପରେ ଛାଡ଼ିଦିଏ। ସଫଳତା ହଉ କି ବିଫଳତା ସବୁ ସମାନ। ହଁ, ଆଉ କେବଳ କର୍ତ୍ତବ୍ୟ ବୋଲି ଭାବି ଈଶ୍ୱରଙ୍କ ପୂଜା ଭଳି କାମ କରେ, ସେତେବେଳେ ସେଇ କର୍ମକୁ କୁହାଯାଏ ନିଷ୍କାମ କର୍ମ। ଓହୋ, ନିଷ୍କାମ କର୍ମ। ହଁ, ଆଉ ଏଇ ନିଷ୍କାମ କର୍ମଟା କ'ଣ କରେ ନା ଆମ ମନକୁ, ଚିତ୍ତକୁ ଶୁଦ୍ଧ କରେ, ସଫା କରେ। ଏହାଦ୍ୱାରା ଅହଙ୍କାର କମିଯାଏ, ମନ ଶାନ୍ତ ହୁଏ, ସ୍ଥିର ହୁଏ। ବାସ୍ନା ସବୁ କମିଯାଏ। ହଁ, ବାସ୍ନା, ରାଗ, ଦ୍ୱେଷ ସବୁ କମିଯାଏ। ଆଉ ଯେତେବେଳେ ମନଟା ଏମିତି ପୁରା ନିର୍ମଳ, ଶାନ୍ତ ହୋଇଯାଏ, ସେତେବେଳେ ସେଥିରେ ଆତ୍ମାର ପ୍ରକୃତ ସ୍ୱରୂପ ଦେଖାଯାଏ, ଆତ୍ମଜ୍ଞାନ ହୁଏ। ଏଇଟା ହିଁ ସଂସିଦ୍ଧି। ବାଃ, ତେବେ କର୍ମ ବନ୍ଧନ ନୁହେଁ। ଯଦି ଠିକ୍ ଭାବରେ କରାଯାଏ, ତାହେଲେ ତାହା ମୁକ୍ତିର ବାଟ। ଏକଦମ। ତେଣୁ କର୍ମଟା କେବଳ ବାହାର କାମ ନୁହେଁ, ଏଇଟା ଗୋଟେ ଭିତରର ସାଧନା। ଏହାର ମାନେ ଆମେ ଯୋଉ ଦୈନନ୍ଦିନ କାମ କରୁ, ଅଫିସରେ ହେଉ କି ଘରେ, ହଁ, ଯଦି ଆମେ ତାକୁ ବି ନିଃସ୍ୱାର୍ଥ ଭାବରେ କର୍ତ୍ତବ୍ୟ ଭାବି ଫଳର ଆଶା ନ ରଖି କରିବା, ତାହେଲେ ତାହା ବି ଗୋଟେ ପ୍ରକାର ଯୋଗ ହୋଇପାରିବ। ନିଶ୍ଚିତ ଭାବରେ। ଏଇଟା ହିଁ ତ କର୍ମଯୋଗର ସବୁଠୁ ବଡ଼ କଥା। ଗୀତା କହୁନି ଯେ ତମେ ସବୁ କାମ ଛାଡ଼ିଦିଅ। ଗୀତା କହୁଛି ତମେ ଯାହା ବି କରୁଛ ତାକୁ ଠିକ୍ ମନୋଭାବ ନେଇ କର। ଅର୍ଜୁନଙ୍କ ପାଇଁ ଏଇ କଥାଟା ସେତେବେଳେ ବହୁତ ଜରୁରୀ ଥିଲା। କାହିଁକି? କାରଣ ସେ ଥିଲେ ଜଣେ ଯୋଦ୍ଧା, ଜଣେ କ୍ଷତ୍ରିୟ। ଧର୍ମ ପାଇଁ, ନ୍ୟାୟ ପାଇଁ ଯୁଦ୍ଧ କରିବା ତାଙ୍କର କର୍ତ୍ତବ୍ୟ ଥିଲା, ସ୍ୱଧର୍ମ ଥିଲା। ଯଦି ସେ ସେତେବେଳେ ମୋହରେ ପଡ଼ି, ଭାବିବିହ୍ୱଳ ହୋଇ ଯୁଦ୍ଧରୁ ପଳାଇ ଯାଇଥାନ୍ତେ, ତାହେଲେ ସେଟା କର୍ତ୍ତବ୍ୟରୁ ପଳାୟନ ହେଇଥାନ୍ତା। ହଁ, ସେଟା ଧର୍ମ ହେଇନଥାନ୍ତା। ଗୀତା ଅନୁସାରେ ସେଟା ଭୁଲ। ତେଣୁ ଭଗବାନ ତାଙ୍କୁ କହୁଛନ୍ତି, ତୁମେ ଯୁଦ୍ଧ କର, କିନ୍ତୁ ଫଳାଫଳର ଚିନ୍ତା ଛାଡ଼ିଦିଅ। ଜିତିବ କି ହାରିବ ସେ କଥା ଭାବନି, କେବଳ ନିଜ କର୍ତ୍ତବ୍ୟ କର। ଏମିତି କଲେ ତୁମେ ପାପରେ ପଡ଼ିବନି, ବରଂ ମୁକ୍ତି ଆଡ଼କୁ ଯିବ। ଆଉ ଲୋକ ସଂଗ୍ରହ ଦୃଷ୍ଟିରୁ ବି ଏଇଟା ଜରୁରୀ ଥିଲା।
ଯଦି ଅର୍ଜୁନଙ୍କ ଭଳି ବୀର ସେଦିନ ପଛୁଗୁଞ୍ଚା ଦେଇଥାନ୍ତେ, ତାହେଲେ ଆଗକୁ ଲୋକମାନେ କ'ଣ ଶିଖିଥାନ୍ତେ? ସେମାନେ ଭାବିଥାନ୍ତେ ଯେ କଷ୍ଟ ସମୟ ଆସିଲେ ନିଜ ଦାୟିତ୍ୱ ଛାଡ଼ି ପଳେଇ ଯିବା ହିଁ ଠିକ୍। କିନ୍ତୁ ଅର୍ଜୁନ ଯୁଦ୍ଧ କଲେ, କର୍ମଯୋଗ ପାଳନ କଲେ, ଆଉ ଗୋଟେ ବଡ଼ ଆଦର୍ଶ ରଖିଗଲେ। ଏକଦମ ଠିକ୍। ଆଉ ଗୋଟେ ସୂକ୍ଷ୍ମ କଥା ବି ଅଛି, ଆତ୍ମା ଆଉ କର୍ମ ଭିତରେ ସମ୍ବନ୍ଧ। ହଁ, ସେ ବିଷୟରେ ଟିକେ କୁହନ୍ତୁ। ଦେଖନ୍ତୁ, ଏକଥା ସତ ଯେ ଆତ୍ମା ନିଜେ କିଛି କରେନି, ସେ ହେଉଛି ଅକର୍ତ୍ତା। କିନ୍ତୁ ଆମର ଯେଉଁ ଶରୀର, ମନ, ଇନ୍ଦ୍ରିୟ ଅଛି, ସେଗୁଡ଼ାକ ସବୁ ପ୍ରକୃତିର ଅଂଶ, ଆଉ ସେଗୁଡ଼ିକ ପ୍ରକୃତିର ଗୁଣ ଅନୁସାରେ କାମ କରନ୍ତି। ଜଣେ ଜ୍ଞାନୀ ଲୋକ ଏ ଭେଦଟାକୁ ଜାଣିଥାଏ। ସେ ଜାଣେ ଯେ ମୁଁ ମାନେ ପ୍ରକୃତରେ ସେଇ ଶୁଦ୍ଧ ଆତ୍ମା, ଆଉ କାମ କରୁଛି ମୋର ଶରୀର ଆଉ ମନ। ତେଣୁ ଯେତେବେଳେ ତା ଶରୀର ମନ କାମ କରୁଥାଏ, ସେ ନିଜକୁ ସେ କାମର କର୍ତ୍ତା ବୋଲି ଭାବେନି। ସେ କେବଳ ସାକ୍ଷୀ ହୋଇ ରହିଥାଏ। ହଁ, ସାକ୍ଷୀ ଭାବରେ ସ୍ଥିତ ରୁହେ। ବାହାରକୁ ଦେଖିଲେ ଲାଗିବ ସେ ସବୁ କାମ କରୁଛି, ରାଜ୍ୟ ଚଳାଉଛି, ଯୁଦ୍ଧ କରୁଛି, କିନ୍ତୁ ଭିତରେ ଭିତରେ ସେ ପୁରା ଶାନ୍ତ, ସ୍ଥିର, ନିର୍ଲିପ୍ତ। ବାହାରେ କର୍ମ, ଭିତରେ ଅକର୍ମ। ଏଇଟା ହିଁ କର୍ମଯୋଗର ବିଶେଷତ୍ୱ। ବାଃ, ମାନେ ଏଇ ଗୋଟିଏ ଶ୍ଲୋକ ଭିତରେ କେତେ କଥା ଲୁଚି ରହିଛି। ଆମ ଦୈନନ୍ଦିନ ଜୀବନ ପାଇଁ ବି ବହୁତ କିଛି ଶିଖିବାର ଅଛି। ଯଦି ଏହାକୁ ଆମେ ସଂକ୍ଷେପରେ କହିବା, ତେବେ କ'ଣ କହିପାରିବା? ମୋତେ ଲାଗୁଛି ଏ ଶ୍ଲୋକ ଆମକୁ କିଛି ମୂଳ ସୂତ୍ର ଦେଉଛି। ଯେମିତିକି ପ୍ରଥମ କଥା, ଆମର ଯାହା କର୍ତ୍ତବ୍ୟ ଅଛି ପରିବାର ପାଇଁ, ସମାଜ ପାଇଁ, ନିଜ କାମ ଜାଗାରେ ତାକୁ କେବେ ବି ହେଳା କରିବାନି କି ଛାଡ଼ିବାନି। ଠିକ୍। ଦ୍ୱିତୀୟ କଥା, ଜୀବନରେ ଯେତେ କଷ୍ଟ ଆସୁ, ସଂଘର୍ଷ ଆସୁ, ତାକୁ ଦେଖି ଡରିକି ପଳେଇବାନି, ଧୈର୍ଯ୍ୟ ଧରି ତାର ସାମ୍ନା କରିବା। ତୃତୀୟ କଥା, ଆମେ ଯାହା ବି କରୁଛୁ ଟିକେ ଭାବିବା ଦରକାର ଯେ ଏହାର ପ୍ରଭାବ ସମାଜ ଉପରେ କ'ଣ ପଡ଼ିବ, ଅନ୍ୟମାନେ ଏଥିରୁ କ'ଣ ଶିଖିବେ। ସେ ଲୋକ ସଂଗ୍ରହ କଥାଟା। ନିଜ କାମ ଦ୍ୱାରା ଗୋଟେ ଭଲ ଉଦାହରଣ ସୃଷ୍ଟି କରିବା। ହଁ। ଚତୁର୍ଥ କଥା, କାମକୁ ବୋଝ ଭଳି ନୁହେଁ, ଈଶ୍ୱରଙ୍କ ପୂଜା ବା ସେବା ଭଳି କରିବା, ପୁରା ମନ ଦେଇ ଶ୍ରଦ୍ଧାର ସହ। ପଞ୍ଚମ କଥାଟା ବୋଧେ ସେଇ ଆସକ୍ତି ଆଉ ଅହଙ୍କାର ଛାଡ଼ିବା କଥା। ଏକଦମ। ମୁଁ କରୁଛି ଭାବନା ଆଉ ମୋତେ ଫଳ ମିଳୁ ଭାବନାକୁ ଯେତେ କମ୍ କରିହେବା ସେତେ ଭଲ। ଆଉ ଶେଷରେ ମନରେ ସମତା ରଖିବା। ସଫଳ ହେଲେ ବେଶୀ ଖୁସି ହେଇ ନ ଯିବା, କି ବିଫଳ ହେଲେ ପୁରା ଭାଙ୍ଗି ନ ପଡ଼ିବା। ବାସ୍ତବରେ ଏତିକି କଥା ଯଦି ମନେ ରଖି କାମ କରାଯାଏ, ତାହେଲେ ଜୀବନ ବଦଳିଯିବ। ସେଇ କଥାଟା ବହୁତ ଭଲ ଲାଗିଲା ଯେ କର୍ମ ନିଜେ ବାନ୍ଧେନି, କର୍ମ ସାଙ୍ଗରେ ଯୋଡ଼ି ହେଇଥିବା ଆମର ଆସକ୍ତି ହିଁ ବାନ୍ଧେ। ହଁ। ଯେତେବେଳେ ସେ ଆସକ୍ତି ଚାଲିଯିବ, ସେତେବେଳେ ସାଧାରଣ କାମ ବି ଅସାଧାରଣ ଯୋଗ ହେଇଯିବ, ମୁକ୍ତିର ବାଟ ଖୋଲିଯିବ। ଅତି ସଠିକ୍। ଏଇ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣଙ୍କ କଥା ପୁରା ସ୍ପଷ୍ଟ। ମୁକ୍ତି ପାଇଁ କାମ ଛାଡ଼ି ପଳେଇଯିବା ଦରକାର ନାହିଁ, ବରଂ କାମକୁ ଠିକ୍ ଭାବରେ କରିବାରେ ହିଁ ମୁକ୍ତି। ହଁ, ଈଶ୍ୱରଙ୍କୁ ମନେ ପକେଇ, ଫଳର ଆଶା ନ ରଖି, କର୍ତ୍ତବ୍ୟ ଭାବି, ସମାଜର କଲ୍ୟାଣ କଥା ଭାବି କାମ କଲେ ହିଁ ମୁକ୍ତି ମିଳେ। ରାଜା ଜନକଙ୍କୁ ଭଳି ଲୋକମାନେ ଏହାର ପ୍ରମାଣ। ସେମାନେ ଦେଖେଇ ଦେଇଛନ୍ତି ଯେ ବାହାରେ ସବୁ ଦାୟିତ୍ୱ ତୁଳେଇଲା ବେଳେ ବି ଭିତରେ ପୁରା ମୁକ୍ତ, ଶାନ୍ତ ଆଉ ଈଶ୍ୱରଙ୍କ ପାଖରେ ରହି ହୁଏ। ଏଇଟା ହିଁ ପ୍ରକୃତ ସନ୍ନ୍ୟାସ, ପ୍ରକୃତ ଯୋଗ। ହଁ। ତେଣୁ ଏ ଶ୍ଲୋକର ମୂଳ କଥା ହେଲା, କର୍ତ୍ତବ୍ୟରୁ ପଳେଇବାଟା ଧର୍ମ ନୁହେଁ, ସେଟା ଦୁର୍ବଳତା। କର୍ତ୍ତବ୍ୟକୁ ଯୋଗ ଭଳି ସମର୍ପଣ ଭାବରେ କରିବା ହିଁ ବୀରତା, ଧର୍ମ ଆଉ ମୁକ୍ତିର ରାସ୍ତା। ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ଆଉ ଗଭୀର ଆଲୋଚନା ପାଇଁ। ନିଶ୍ଚୟ ଶ୍ରୋତାମାନଙ୍କ ମନରେ ଏହା ନୂଆ ଚିନ୍ତା ଆଣିଥିବ। ଆଶା କରୁଛି। ଯଦି ଏହି ଆଲୋଚନା ସତରେ କାହାକୁ ଭଲ ଲାଗିଲା, କିଛି ନୂଆ ଜାଣିବାକୁ ମିଳିଲା, ତେବେ ଏହାକୁ ନିଶ୍ଚୟ ଲାଇକ୍ କରିବେ ଆଉ ଅନ୍ୟମାନଙ୍କ ସହ ସେୟାର ବି କରିବେ, ଯେମିତି ଭଗବାନଙ୍କର ଏହି ସୁନ୍ଦର ବାଣୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରିବ। ହଁ, ସମସ୍ତଙ୍କର ମଙ୍ଗଳ ହଉ। ଆଉ ହଁ, କମେଣ୍ଟରେ ଓଁ ନମଃ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖି ନିଜର ଶ୍ରଦ୍ଧା ଜଣାଇଲେ ଆମକୁ ବି ଖୁସି ଲାଗିବ। ନିଶ୍ଚୟ। ତେଣୁ ଆମ ସହ ଯୋଡ଼ି ହୋଇ ରହିବାକୁ ଭୁଲିବେ ନାହିଁ। ହଁ। ଶେଷରେ ଯିବା ଆଗରୁ ଗୋଟେ ଛୋଟ ଚିନ୍ତା। ଆମେ ସମସ୍ତେ ତ ପ୍ରତିଦିନ କେତେ କାମ କରୁଛି, ଛୋଟ ବଡ଼, ସହଜ, କଷ୍ଟ। କିନ୍ତୁ କେବେ ଭାବିଛି କି ଆମେ ଆମର ସେଇ ସାଧାରଣ କାମଗୁଡ଼ିକୁ କେତେ ପରିମାଣରେ ଯୋଗରେ ବଦଳାଇ ପାରୁଛୁ? ଆମ କାମ ପଛର ଭାବନା କେତେ ନିଷ୍କାମ, କେତେ ସମର୍ପିତ, ଆଉ ରାଜା ଜନକଙ୍କ ପରି କେତେ ଲୋକ ସଂଗ୍ରହ ପାଇଁ? ଏ ବିଷୟରେ ଟିକେ ଭାବିବା କଥା। ନିଶ୍ଚୟ ଭାବିବା କଥା। ଓଁ ନମଃ ଭଗବତେ ବାସୁଦେବାୟ। ଓଁ ନମଃ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ,
ଆମ ମାଟିର ସ୍ୱର।